ପାଚିଲା ପଣସ ଗୋଟେ ଏମିତି ଜିନିଷ ଯୋଉ ଦିନ ଆଣିବ ସେଇଦିନ ଖାଇବାକୁ ବହୁତ ବଢିଆ ଲାଗେ। କିନ୍ତୁ ଗୋଟେ ଦି ଦିନ ରହିଗଲା ପରେ ଆଉ ଇଚ୍ଛା ହୁଏନି ଖାଇବାକୁ। ସେଇଥିରୁ କିନ୍ତୁ ଆପଣ ବହୁତ ପ୍ରକାର ଜିନିଷ ବନେଇକି ଖାଇପାରିବେ। ଆଜି ମୁଁ ଆପଣମାନଙ୍କ ସହିତ ପାଚିଲା ପଣସର ଗୁଲୁଗୁଲା ରେସିପି ସେୟାର କରିବି। ନର୍ମାଲ ଗୁଲୁଗୁଲା ତ ବନଉଥିବେ, କିନ୍ତୁ ଏଇ ପାଚିଲା ପଣସରେ ବନାନ୍ତୁ ଗୁଲୁଗୁଲା ବହୁତ ଟେଷ୍ଟି ଲାଗିବ। ଆଉ ଯେତେବେଳେ ବି ପଣସ ଆସିବ ନା, ଆପଣ ଏଇଭଳି ଗୁଲୁଗୁଲା ବନେଇକି ତ ନିଶ୍ଚିନ୍ତ ଥରେ ଖାଇବେ। ଉପରୁ ପୁରା କ୍ରିସ୍ପିଦାର ରହିବ ଆଉ ଭିତରୁ ପୁରା ଜାଲିଦାର ସଫ୍ଟ ରହିବ। ବଢିଆ ଲାଗିଥାଏ। ଛୁଆଠୁ ବଡ଼ ସମସ୍ତେ ପସନ୍ଦ କରିବେ। ନିଶ୍ଚିନ୍ତ ଥରେ ବନାନ୍ତୁ। ପାଚିଲା ପଣସର ଗୁଲୁଗୁଲା ବନେଇବା ପାଇଁ ଏଇଠି ନେଇଯାଇଛି ମୁଁ କିଛି ପାଚିଲା ପଣସ। ସେମିତି ତ କିଛି ମାପିକି ନେଇନି, ଯେତିକ ବନେଇବେ ସେଇ ହିସାବରେ ନେଇଯିବେ। ପ୍ରଥମେ ପଣସର ସବୁ ମଞ୍ଜି ଗୁଡା ବାହାର କରିନେବା। ତାପରେ ତାକୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରରେ ଦେଇଦେବା ଆଉ ୟାକୁ ପୁରା ଗ୍ରାଇଣ୍ଡ କରିନେବା। ଗ୍ରାଇଣ୍ଡ କରିସାରିଲା ପରେ ଯଦି ଛୋଟ ଛୋଟ ପଣସର ଖଣ୍ଡ ରହିଯାଉଛି, ବେଶୀ ବଡ଼ ନୁହେଁ, ଛୋଟ ଖଣ୍ଡ ରହିଯାଉଛି ତାହେଲେ ଚଳିବ। ଏକୁ ଗୋଟେ ଜାଗାକୁ କାଢି ନେବା। ଏବେ ଏଥିରେ ଦେଇଦେବା ଗହମ ଅଟା ବା ରୁଟି କରି ଖାଉଥିବା ଅଟାରୁ 1.5 ଗିନା ଏଠି ମୁଁ ଅଟା ନେଇଛି। ଯେତିକ ପଣସ ସେଇ ହିସାବରେ ଅଟା ଦେବେ। ତାପରେ ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବେ, ଅଳ୍ପ ଟିକେ ପାନମଧୁରୀ ଦେଇଦେବେ। ପଣସ ଯେହେତୁ ବହୁତ ମିଠା ଥିଲା, ତେଣୁ ମୁଁ ଏଠି ଅଳ୍ପ ଗୁଡ଼ ନେଉଛି। ଆପଣ ଗୁଡ଼ ଚିନି ଯାହା ବି ବ୍ୟବହାର କରିପାରିବେ। ପଣସର ମିଠା ଦେଖିକି ଆପଣ ମିଠା ଆଡଜଷ୍ଟ କରିବେ। ଏବେ ଏଥିରେ ଗୋଟେ ବଡ଼ ଚାମଚ ଗୁଆ ଘିଅ ଦେଇ ଦଉଛି। ଆଉ ହାତକୁ ପରିଷ୍କାର କରିକି ଧୋଇକି ଆସିକିନା ଭଲସେ ଗୋଳେଇ ନେବା। ଚାମଚରେ ଗୋଳେଇଲେ ଏସବୁ ଭଲସେ ଗୋଳେଇ ହବନି, ତେଣୁ କରିକି ଆପଣ ଭଲକି ହାତରେ ଗୋଳେଇ ନେବେ। ଉପରୁ ଏଇଭଳିଆ ସବୁ ଜିନିଷ ଶୁଖିଲା ଜିନିଷକୁ ମିଶାଇ ନେବେ, ତାପରେ ପଣସରେ ମିଶାଇ ନେବେ। ପାଣିର ଏଠି ଆବଶ୍ୟକତା ନାହିଁ। ଯଦି ଆପଣଙ୍କୁ ଦରକାର ହବ ତ ଅଳ୍ପ ଟିକେ ଦେବେ। ବେଶୀ ଆପଣ ପାଣିଆ କରିବେନି କି ବେଶୀ କାଠୁଆ କରିବେନି। ଦେଖନ୍ତୁ ଏଇଭଳି ଭାବରେ ଆପଣ କନସିଷ୍ଟେନ୍ସି ରଖିବେ। ତେଣୁ ଯେତିକି ପଣସ ନେଇଥିବେ ସେଇ ହିସାବରେ ଆପଣ ଅଟା ମିଶାଇବେ, ତାହେଲେ ଠିକ୍ ଆସିଯିବ। ଏବେ ଏକୁ କଭର କରିକିନା ରଖିନେବା 1 ରୁ 2 ଘଣ୍ଟା ପର୍ଯ୍ୟନ୍ତ। ବେଶୀ ସମୟ ରଖିବେନି, ନହେଲେ ଏଇ ଖରା ଗରମରେ ପୁରା ଖଟା ହେଇଯିବ। 1-2 ଘଣ୍ଟା ରେଷ୍ଟ ଦେଲା ପରେ ଏଇଟା ବହୁତ ବଢିଆ ଭାବରେ ଫୁଲିବ। ବିଲକୁଲ ବି ଏଥିରେ ଆପଣ ସୋଢା ୟୁଜ କରିବାକୁ ପଡିବନି ଆଉ ବହୁତ ଟେଷ୍ଟ ଲାଗିବ ଖାଇବା ପାଇଁ କିନା। ବ୍ୟାଟରଟି ରହିବାର ଏଠି 2 ଘଣ୍ଟା ହେଇଗଲାଣି। ଏବେ ଏଥିରେ ଦେଇଦେବା 2 ବଡ଼ ଚାମଚ ସୁଜି। ସୁଜି ପକେଇବା ଦ୍ୱାରା ବହୁତ ବଢିଆ କ୍ରିସ୍ପି ହେଇଥାଏ। ଆଉ ସୁଜି ଆପଣ ଏମିତି ଲାଷ୍ଟକୁ ପକେଇବେ, ଆଗରୁ ଗୋଳେଇକିନା ରଖିବେନି। ପକେଇବା ଦ୍ୱାରା ଉପରୁ ପୁରା କ୍ରିସ୍ପିଦାର ବନିବ। ଯଦି ଆପଣଙ୍କୁ ପୁରା ନରମ ନରମ ପସନ୍ଦ ଗୁଲୁଗୁଲା, ତାହେଲେ ଆପଣ ସୁଜିକୁ ସ୍କିପ୍ କରିପାରିବେ। ଆଉ ଏଠି ଦେଖନ୍ତୁ ମୁଁ ଭଲ ଭାବରେ ପୁଣି ଥରେ ଗୋଳେଇ ନେଇଛି। ଆଉ ଏପଟରେ ତେଲ ବସେଇ ନେଇଛି ଛାଣିବା ପାଇଁକିନା। ତେଲକୁ ପୁରା ମିଡିୟମ ଗରମ କରିବେ। ଏଇଠି ଦେଖନ୍ତୁ ମୁଁ ଟିକେ ପକେଇକିନା ଦେଖଉଛି। ଦେଖନ୍ତୁ ମିଡିୟମ ଗରମ ଅଛି। ବିଲକୁଲ ଥଣ୍ଡା ତେଲରେ ପକେଇବେନି, ନହେଲେ ତ ଗୁଲୁଗୁଲା ଖୋଲିଯିବ। ଗରମ ତେଲରେ ଯଦି ପକେଇଦେବେ ଉପରୁ ନାଲି ପଡିଯିବ, ଭିତରୁ କଞ୍ଚା ରହିଯିବ। ତେଣୁ ମିଡିୟମ ଗରମ କରିବେ ତେଲକୁ, ତାପରେ ଏମିତି ପକେଇବେ। ଯେତେ ବଡ଼ ସାଇଜର ଆପଣଙ୍କୁ ଗୁଲଗୁଲା ପସନ୍ଦ ସେଇଭଳି ଆପଣ ପକେଇବେ। ମୁଁ ଏଠି ଟିକେ ଛୋଟ ଛୋଟ ସାଇଜର ହିଁ ରଖିଛି। ଖାଇବା ପାଇଁ ବହୁତ ବଢିଆ ଲାଗେ ମତେ ଏମିତି। ଆଉ ଦେଖନ୍ତୁ ଗୁଲୁଗୁଲାକୁ ପୁରା ମିଡିୟମ ଫ୍ଲେମରେ ଗୋଲ୍ଡେନ କଲର ଆସିବା ପର୍ଯ୍ୟନ୍ତ ଆପଣ ଛାଣିବେ। ଏପଟ ସେପଟ କରିକି ଛାଣିବେ, ଚାରିପଟୁ ବହୁତ ବଢିଆ ଗୋଲ୍ଡେନ କଲର ଆସିବା ପର୍ଯ୍ୟନ୍ତ। ଦେଖନ୍ତୁ ଏଠି ହେଇଗଲାଣି। ଯେମିତି କହିଲି ମିଡିୟମ ଫ୍ଲେମରେ ଛାଣିବେ, ଯଦି ଭିତରୁ ପୁରା ଜାଲିଦାର ହବ। ହାଇ ଫ୍ଲେମ କରିଦେଲେ କଞ୍ଚା ରହିବ। ସେଇଟାକୁ ନିଶ୍ଚିନ୍ତ ଆପଣ ଧ୍ୟାନ ଦେବେ, ସେଇ ହିସାବରେ ଛାଣିବେ। ଗୋଟେ ବ୍ୟାଚ୍ ଆମର ହେଇଗଲା। ଆମେ ସେକେଣ୍ଡ ବ୍ୟାଚ୍ ପୁଣି ପକଉଛି ସେଇଭଳି ତାକୁ ଛାଣି ନେବା। ଦେଖନ୍ତୁ ଏଇଠି ମୋର ଗୁଲୁଗୁଲା ପ୍ରସ୍ତୁତ ହେଇଗଲା। ଦେଖିଲେ ତ କେତେ ସହଜ ୟାକୁ ବନେଇବା ଆଉ ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ। ତାହେଲେ ନିଶ୍ଚିନ୍ତ ଘରେ ଥରେ ଟ୍ରାଏ କରନ୍ତୁ। କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଭଲ ଲାଗିଥିଲେ ରେସିପିଟି, ଭିଡ଼ିଓଟିକୁ ଲାଇକ୍ କରିଦେବେ, ଫ୍ରେଣ୍ଡ ଫ୍ୟାମିଲି ମେମ୍ବରଙ୍କ ସହିତ ସେୟାର କରିଦେବେ। ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତାହେଲେ ରହିଲି, ପୁଣି ଆସିବେ ଏକ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।